କରୁଛି ସେରା ଈଶ୍ୱର। କେମିତି ଈଶ୍ୱର କେମିତି ଆମେ ଜାଣିବା? ପୁଣି ଅର୍ଜୁନ ପଚାରିଲେ, ଜିଜ୍ଞାସୁ ପଚାରିଲେ କେମିତି ସେ ଈଶ୍ୱରକୁ ଜାଣିବା? ନା ଆତ୍ମସସ୍ତଂ ଆତ୍ମସସ୍ତଂ ମନ କୃତ୍ୱା ନ କିଞ୍ଚିତ ବିଚିନ୍ତୟେତ୍। ସେ ଆତ୍ମା ଠାରେ ମନକୁ ଲଗାଇ ଦେଇ ଆଉ କିଛି ଚିନ୍ତା କରନା। ଯଦି ଆଉ କିଛି ଚିନ୍ତା ତ ମନକୁ ଆସୁଛି, ତୁ ଈଶ୍ୱର ବୋଲି କିଏ ଜାଣିପାରିବ ନାହିଁ, ସାରା ଜୀବନ ଜାଣିପାରିବୁ, ସାରା ଜୀବନ ଜାଣିପାରିବୁ। ତେଣୁ ଆତ୍ମସତ୍ୱଂ ମନ କୃତ୍ୱା ନ କିଞ୍ଚିତ ବିଚିନ୍ତୟେତ୍। ଆତ୍ମା ଠାରେ ମନ ଲଗାଇ ଆଉ କିଛି ଚିନ୍ତା କରନା। ତେଣୁ ହେ ଅର୍ଜୁନ, ଈଶ୍ୱର ଅହମାତ୍ମା ଗୁଡ଼ାକେଶ ସର୍ବଭୂତାଶ୍ରୟ ସ୍ଥିତ। ଈଶ୍ୱର ଯେ ମୁଁ ଭିତରେ ବ୍ୟକ୍ତ କରୁଛି ସେରା ଈଶ୍ୱର। କେମିତି କେମିତି ଜାଣିବା ଆମେ ସେ ଈଶ୍ୱର ବୋଲି? ଦେଖ, ଏ ଈଶ୍ୱରକୁ ଜାଣିବାକୁ ହେଲେ, ଏ ବ୍ରହ୍ମକୁ ଜାଣିବାକୁ ହେଲେ ତତେ ବ୍ରହ୍ମ ହେବା ପାଇଁ ପଡ଼ିବ। କେନ ବ୍ରହ୍ମ ତୁ ଖାଲି ବ୍ରହ୍ମ ହେଇଯିବୁ, କିନ୍ତୁ ତୁ ଏ ବ୍ରହ୍ମ ଜାଣିବୁ, ପ୍ରଥମେ ଜାଣିଯିବୁ ଏ ବ୍ରହ୍ମ ସବୁଠାରୁ ବୃହତ, ସବୁଠାରୁ ଶ୍ରେଷ୍ଠ। ସେହି ପ୍ରକାର ଭାବନା ତୁ କରିବୁ। ଯେତେବେଳେ ତୁ ସେହି ପ୍ରକାର ଭାବନା କରିବୁ ବ୍ରହ୍ମର ଭାବନା, ସେତେବେଳେ ତ ଶରୀରରେ ଉଦ୍ରେକ ହେବ ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ। ଯିଏ ଯୋଉ ପ୍ରକାର ଭାବିବ ତେଣୁ ସେଇ ପ୍ରକାର ହେଇଯିବ। ତେଣୁ ଯିଏ ବ୍ରହ୍ମ ବୋଲି ଭାବିବ ବ୍ରହ୍ମଭିଦ୍ ବ୍ରହ୍ମେବ ଭବତି। ଯେ ବ୍ରହ୍ମ ବୋଲି ଭାବିବ ସେଇ ପ୍ରକାର ବ୍ରହ୍ମ ହେଇଗଲା, ଈଶ୍ୱର ହେଇଗଲା। ତେଣୁ ଈଶ୍ୱର କେମିତି ହେବ? ନା ମନୁଷ୍ୟ ଏକ ଭାବନାମୟ ପ୍ରାଣୀ। ଯିଏ ଯୋଉ ପ୍ରକାର ଭାବିବ ସେଇ ପ୍ରକାର ହେବ ନାହିଁ। ଆଉ ଯିଏ ଯୋଉ ପ୍ରକାର ନ ଭାବିପାରିବ ସେଇ ପ୍ରକାର ହେଇପାରିବ ନାହିଁ। ଯିଏ ବି କଲେକ୍ଟର ହେଇଛି ତାକୁ ପ୍ରଥମେ ଭାବିବାକୁ ପଡିଛି, ନା ମୁଁ ଏଇ ପ୍ରକାର ହେଲେ ମୁଁ କଲେକ୍ଟର ହେବି। ଭାବନାମୟ ପ୍ରାଣୀ ନା, ଯିଏ ଯୋଉ ପ୍ରକାର ଭାବିବ ସେଇ ପ୍ରକାର ହେବ, ସେଇ ପ୍ରକାର ଜିନିଷ ତା ପାଖକୁ ଆକର୍ଷଣ କରିବ। ତେଣୁ ବାଳକମାନେ ଯେତେବେଳେ ଖେଳିବାକୁ ଭାବନ୍ତି ତାଙ୍କ ପାଖକୁ ସାଙ୍ଗ ଜୁଟନ୍ତି, ସିଏ ତାଙ୍କ ସାଙ୍ଗରେ ହିଁ ବାଢ଼ନ୍ତି। ଯୁବକମାନେ ବୁଲିବା ପାଇଁ ବୁଲନ୍ତି ତାଙ୍କ ସହିତ ସେ ପ୍ରକାର ସାଙ୍ଗ ଜୁଟନ୍ତି, ସିଏ ତାଙ୍କୁ ମିଶନ୍ତି। ବୃଦ୍ଧ ପାଖକୁ ବୃଦ୍ଧ ଯାଏ, ବାଳକ ପାଖକୁ ବାଳକ ଯାଏ, ଗଜୁଡ଼ି ପାଖକୁ ଗଜୁଡ଼ି ଯାଏ, ମଦ୍ୟ ପାଖକୁ ମଦ୍ୟପ ଯାଏ। ଯିଏ ଯେ ପ୍ରକାର ଭାବନା ଅନୁସାରେ ସେଇ ପ୍ରକାର ଅନୁସାରେ କାର୍ଯ୍ୟ ହୁଏ। କାରଣ ଭାବନାମୟ ପ୍ରାଣୀ ମନୁଷ୍ୟ ନା। ତେଣୁ ଭାବନାମୟ ପ୍ରାଣୀ, ମନୋମୟ ପ୍ରାଣୀ ମୟ ମନୁଷ୍ୟକୁ ପ୍ରତ୍ୟେକ ଦିନ ଉଚ୍ଚ ଭାବନା ଦ୍ୱାରା ଯେମିତି ଆରୋଗ୍ୟ ଆପଣ ହୁଅନ୍ତି, ଆରୋଗ୍ୟ ବିଷୟ ହେବେ ସେ ଉଚ୍ଚ ଭାବନା ଦ୍ୱାରା। ଆପଣ ଯୋଉ କହୁଥିଲେ ନା ଆରୋଗ୍ୟ କେମିତି ହେବେ, ଗୋଡ଼ ହାତ ହେଲେ ଖାଲି ଆରୋଗ୍ୟ ହେଇଯିବେ, ଉଚ୍ଚ ଭାବନା ଦ୍ୱାରା ଆରୋଗ୍ୟ ହେବେ। ତେଣୁ ଉଚ୍ଚ ଭାବନା ଆସିବ, ଉଚ୍ଚ କର୍ମ ଆସିବ, ସବୁ ପ୍ରକାର ଆପଣ ଉଚ୍ଚ ମନା ହେବେ, ସେତେବେଳେ ଯାଇକି ଉଚ୍ଚ ହେବେ, ବୁଝିଲେ କି? ତେଣୁ ନିଚ ମନା ସବୁବେଳେ ତାକୁ ନିଚ ସାଙ୍ଗ ଜୁଟିବ, ନିମ୍ନ ସାଙ୍ଗ ଜୁଟିବେ, ସେ ନିମ୍ନଗାମୀ ହବ। ତେଣୁ ଯେମିତି ଲୋକମାନେ କହିଛନ୍ତି, ଜ୍ଞାନୀ କହିଛନ୍ତି ଉଚ୍ଚ ମନା ସିନା ଅମୃତ ଲଭଇ ନିଚ ମନା ଲାଭେ ବିଷ। ତେଣୁ ଯେତେବେଳେ ଆପଣମାନେ ମିଶିବେ, ଭଲ ଭଲ ଲୋକଙ୍କ ସହିତ ମିଶିବେ, ସେତେବେଳେ ଆପଣ ସଦ୍ଭାବନା ଜାତ ହେବ। ତେଣୁ ସେ ଭାବନାରେ ଆପଣ ସାଧୁ ସଙ୍ଗତରେ ସଙ୍ଗୀ ହୋଇଗଲେ ଆପେ ସାଧୁ ହୋଇଯାଏ। ହୀନ ସଙ୍ଗେ ମିଳାମିଶା କଲେ ହୀନ ବୁଦ୍ଧି ସିନା ପାଏ। ତେଣୁ ଆପଣଙ୍କର ହୀନ ବୁଦ୍ଧିଟା କେମିତି ଆସୁଛି ନା ଆପଣ ଯେତେବେଳେ ଜାଗ୍ରତ କରିଛନ୍ତି ତା ସହିତ ମିଶୁଛନ୍ତି, ଆପଣଙ୍କୁ ଭଲ ଲାଗୁଛି, ସେ ହୀନ ବାଟକୁ ପଳେଇ ଯାଉଛନ୍ତି। ଯଦି ଆପଣ ସେଇ ଉତ୍ତମ ଲୋକ ସାଙ୍ଗରେ ମିଶିବେ, ଉତ୍ତମ ଜନ ଆଶ୍ରୟ କରି ମୁଁ କହିଛି, ତେଣୁ ଉତ୍ତମ ଜନକୁ ଯଦି ଆଶ୍ରୟ କରିବେ ଆପଣ ଉତ୍ତମ ବୁଦ୍ଧି ଜାତ ହେବ, ଉତ୍ତମ ଜ୍ଞାନ ଜାତ ହେବ, ଉତ୍ତମ ମାର୍ଗ ପାଇବେ। ଉତ୍ତମ ମାର୍ଗ ପାଇଲେ ଲୋକ ଆପଣ କାହିଁକି ଆପଣ ନିଶ୍ଚୟ ଭାବିବେ କି ନା ମୁଁ ଆଜି ମରିଯିବି, ମୁଁ ଆଜି ରୋଗୀ, ମୁଁ ଆଜି ଦୁର୍ବଳ, କାହିଁ ଭାବିବେ? କାରଣ ସେ ଭାବନା ଆପଣଙ୍କୁ କିଏ ପୋଷି ଦେଇଛି ନା ଆପଣମାନଙ୍କର ଏଇ ଦୁର୍ବଳ ଭାବନା, ଏଇ ଦୁର୍ବଳ ଅଜ୍ଞାନ ଭାବନା, ଏଇ ଅଜ୍ଞାନ ଭାବନା ଆପଣମାନଙ୍କୁ ନିଶ୍ଚୟ କରିଦେଇଛି। ହଁ କୁହନ୍ତୁ। ହଁ ଭାବନା ମୋର ଚିନ୍ତା ଯୋଉ ରହିବ ଆତ୍ମା ଦେଇଛନ୍ତି, ସେ କେତେବେଳେ ନେବେ, କଣ କରିବେ ତାଙ୍କୁ ହିଁ ଜଣା। କିନ୍ତୁ ଆମକୁ ସେଇ ଅନୁସାରେ ତାଙ୍କ କଥା ଅନୁସାରେ ଆମର କର୍ମଟା ମେଳ ହେବା ଦରକାର। ଶୁଣନ୍ତୁ, ସେ ଦୈବ କିଏ? ସେଇ କଥା କଣ ବୁଝୁଛି? ଆପଣ କହିଲେ ହଁ, ସେ ଦୈବ ମାନେ ଦେଇଥିବାର ଦୈବ। ମନେ କରନ୍ତୁ ଏ ଆତ୍ମା ଇଏ ଶରୀରକୁ ଦାନ କରିଛି କିଏ? ଆତ୍ମା ଦାନ ନାହିଁ, ତାକୁ ଆମେ ଦୈବ କହିବା, ଅଲଗା କହିବା। ଦେଇଥିବାର ଦୈବ, ଏ ଆତ୍ମାର ଦତ୍ତ, ଏ ଶରୀର ଆତ୍ମାର ଦତ୍ତ। ଏ ଆତ୍ମା ନ ରହିଲେ ଏ ଶରୀର କଣ ରହିପାରିବ କି? ରହିବାର ପ୍ରଶ୍ନ ନାହିଁ। ତେଣୁ ଆତ୍ମା ସର୍ବଶକ୍ତିମାନ ଆତ୍ମା। ଆଗରୁ କେହି ନଥିଲେ ଆତ୍ମା ଠାରୁ, ଏବେ ବି ନାହାନ୍ତି, ଆଗକୁ ମଧ୍ୟ ରହିବେ ନାହିଁ। ଇଏ ସର୍ବଶକ୍ତିମାନ ଆତ୍ମା ପ୍ରଥମରୁ ଥିଲା, ଏବେ ବି ଅଛି, ଆଗକୁ ରହିଥିବ। ସେଥିପାଇଁ
हे अर्जुन ये आत्मा ही ईश्वर अलगा कहीं नुहे किंतु कृष्ण जे छंती सर्वदेहे मूढ़ न जाने माया है ये ईश्वर कृष्ण जहाँ भगवान कहते जहाँ को आप कहते जा ये वासुदेव कृष्ण या नारायण जहाँ को आप ईश्वर बोली कहते येटा माया जुगु सब लोग जानी पारते नहीं रे अर्जुन राण जाऊँ तो खाई मूर्ख को कहीदेबू नहीं मत राण पकई कौच नियम पकई कौच तू ईश्वर बोली अन्य लोक कहबू लोक हसीदेवे बुझे कहीं हसी मु ईश्वर सतरे मु ईश्वर कि मु अर्जुन मु कृष्ण तो ना देखते कृष्ण तू भी से कृष्ण मु जहाँ को जानिक कृष्ण है तू ताको जाने भी से कृष्ण है तेणु मत जानापी जो योग करने पड़ा से मुझे कहूँ तपस्वी भी अधिक योगी कर्मे भी तत्धिक रोषेई कौन काम बाकी